এই ভিডিଓଟିକୁ ଆପଣ ଭଲ ଭାବରେ ଦେଖନ୍ତୁ। ଗୋଟେ ଛୋଟ ମାଙ୍କଡର କାହାଣୀ, ଗୋଟେ କୁନି ମାଙ୍କଡର କାହାଣୀ, ମାକାକ ଜାତିର ମାଙ୍କଡ ପଞ୍ଚର କାହାଣୀ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଇ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି। ପଞ୍ଚକୁ ଦେଖିବା ପାଇଁ ବହୁ ଦୂରରୁ ଲୋକ ଆସି ଜମା ହଉଛନ୍ତି। ତାର କାରଣ ହଉଛି ଏ ଯୋଉ ଦେଖୁଛନ୍ତି ପଞ୍ଚ, ଯିଏକି ଜନ୍ମ ପରେ କିଛି ଦିନ ମଧ୍ୟରେ ତା ମା ତାକୁ ଅସ୍ୱୀକାର କରିଦେଇଥିଲା। ମା ତାକୁ ପାଖରେ ପୁରେଇ ଦଉନଥିଲା। କିନ୍ତୁ ଜୀବନର ପ୍ରଥମ ସ୍ପର୍ଶ, ପ୍ରଥମ ଉଷ୍ମ, ପ୍ରଥମ ଆଲିଙ୍ଗନ, ଯାହା ପ୍ରତ୍ୟେକ ଶିଶୁର ଅଧିକାର, ସେ ମଣିଷ ହଉ ବା ପଶୁ ହଉ, ସେ ସବୁଠାରୁ ପଞ୍ଚ ବଞ୍ଚିତ ହେଇଗଲା। ଯେତେବେଳେ ମାର ସ୍ନେହ ତାକୁ ମିଳିଲାନି, ସେତେବେଳେ ସେ ଏକାକୀ ଅନୁଭବ କଲା। ଏକ ନିର୍ମଳ ଶିଶୁ ଆଖିରେ ଭୟ ଦେଖା ରହିଲା। କିନ୍ତୁ ସେଠାରେ ଥିବା ଜୁସ୍ ଷ୍ଟାଫ ମାନେ ତାଙ୍କ ପାଇଁ ଦୈବତ ସଦୃଶ ହେଲେ ଏବଂ ସେମାନେ ପଞ୍ଚକୁ ମା ପରି ତାଙ୍କୁ ସ୍ନେହ କଲେ, ମା ପରି ତାର ସେବା କଲେ, ତାକୁ କ୍ଷୀର ପିଆଇଲେ, ତାକୁ ଉଷ୍ମ ଦେଲେ, ସ୍ନେହ ଆଉ ସୁରକ୍ଷାର ଆଶ୍ରୟ ଦେଲେ। ତଥାପି ମାର ଅଭାବ କି ଏତେ ସହଜରେ ପୂରଣ ହୁଏ? ପଞ୍ଚ ଏବେ ଗୋଟିଏ ନରମ ପିତୁଳିକି, ନରମ କଣ୍ଢେଇକି, ଟେଡି କଥା କୁହନ୍ତୁ, ଟେଡି ବିୟର ହେଇପାରେ, ତାକୁ ନିଜ ମା ଭାବି ତାକୁ ଆଲିଙ୍ଗନ କରି ରହୁଛି। ସେ କଣ୍ଢେଇକୁ ଆଖିରେ ଲଗେଇ ଘୁମୁଛି, ଭୟ ଲାଗିଲେ ଦୃଢ ଭାବରେ ତାକୁ ଧରି ରଖୁଛି, ଗୋଟେ ମୁହୂର୍ତ୍ତ ପାଇଁ ବି ତାକୁ ଛାଡୁନି। ସେଇ କଣ୍ଢେଇ ତା ପାଇଁ ବର୍ତ୍ତମାନ ଖେଳନା ନୁହେଁ, ସେ ହଉଛି ତାର ଭରସା, ସେ ହଉଛି ତାର ସାନ୍ତ୍ୱନା, ଆଉ ସେ ହଉଛି ତାର ଛୋଟ ଦୁନିଆ, ଯାହାକି ବର୍ତ୍ତମାନ ପଞ୍ଚର କାହାଣୀ ସମାଜକୁ ଅନେକ ଶିକ୍ଷା ଦଉଛି। ସ୍ନେହ ବିନା, ଶ୍ରଦ୍ଧା ବିନା, ମାର ଭଲ ପାଇବା ବିନା ଦୁନିଆରେ ଏକା ବଞ୍ଚିବା ଏତେ ସହଜ କଥା ନୁହେଁ। ଏହି ଦୃଶ୍ୟ ଦେଖି ଅନେକ ଆଖିରେ ଲୁହ ଆଣିଛନ୍ତି, କାରଣ ମାର ସ୍ନେହର ମୂଲ୍ୟ ପ୍ରତ୍ୟେକ ପ୍ରାଣୀ ପାଇଁ ସମାନ। ପଞ୍ଚର କାହାଣୀ ଆମକୁ ମନେ ପକେଇ ଦିଏ ଯେ ସ୍ନେହ ଆଦର କେବଳ ମଣିଷ ପାଇଁ ନୁହେଁ, ପ୍ରତ୍ୟେକ ପ୍ରାଣୀର ଅଧିକାର। ଏକ ଛୋଟ ହୃଦୟର ଯନ୍ତ୍ରଣା ଆମକୁ ଶିଖାଏ ଦୟା, କରୁଣା ଓ ମାନବିକତା ସବୁଠୁ ବଡ଼ ଶକ୍ତି। ଆଜି ପଞ୍ଚ ଗୋଟେ ପୁତୁଳିକୁ ଆଲିଙ୍ଗନ କରି ଜୀବନର ଲଢେଇ ଲଢୁଛି, କିନ୍ତୁ ସେ ଏକା ନୁହେଁ, ସମଗ୍ର ବିଶ୍ୱ ତା ପାଇଁ ଆଶୀର୍ବାଦ କରୁଛି। ସତ୍ୟ କେହି ଭାଇରାଲ ମାଙ୍କଡର କାହାଣୀ ଆମ ହୃଦୟକୁ ସ୍ତବ୍ଧ କରିଦେଇଛି। ଆସନ୍ତୁ ଆମେ ସମସ୍ତେ ମିଶି ଏଇ ଛୋଟ ପ୍ରାଣୀ ପାଇଁ ଗୋଟେ ପ୍ରାର୍ଥନା କରିବା ଯେ ଷ୍ଟେ ଷ୍ଟ୍ରଙ୍ଗ ଲିଟଲ ପଞ୍ଚ।